ଅନୁଷ୍ଠାନ ଆମର ପକ୍ଷରୁ 17ତମ ରାଜ୍ୟସ୍ତରୀୟ ମଞ୍ଚ ନାଟକ ପ୍ରତିଯୋଗିତା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ତୃତୀୟ ଦିନରେ ପହଞ୍ଚିଛି। ଅନୁଷ୍ଠାନର ସଭାପତି ଶ୍ରୀ ଭରତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ହଲିଡେ ରିସର୍ଟର ପରିଚାଳକ ରାଜକିଶୋର ପାତ୍ର, ପୂର୍ବତନ ପୌର ସଦସ୍ୟ ଶ୍ରୀକଣ୍ଠ ମିଶ୍ର, ପ୍ରାକ୍ତନ ପ୍ରଶାସନ ଅଧିକାରୀ ବିନୋଦ କୁମାର ପଣ୍ଡା, ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ ମିଶ୍ର, ବରିଷ୍ଠ ସେବାୟତ ସତ୍ୟନାରାୟଣ ଗୁରୁ, ପୂଜା ପଣ୍ଡା ନିଯୋଗର ସଭାପତି ଶ୍ରୀ ଜଗନ୍ନାଥ ପୂଜା ପଣ୍ଡା ଏବଂ ବରିଷ୍ଠ ଅଭିନେତା ବିକାଶ ଦତ୍ତ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ନାଟକ ହେଉଛି ଗୋटे କଳାକାର ପାଇଁ ଜୀବନ ବିନ୍ଦୁ। ନାଟକ ବିନା କଳାକାରର ଜୀବନ ଅଧୁରା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ତୃତୀୟ ଦିନରେ ଭୁବନେଶ୍ୱର ଯାଆଁଳାସ୍ଥିତ ଇନ୍ଦ୍ରଧନୁ ଥିଏଟର ପକ୍ଷରୁ ନାଟକ ମଧୁଚନ୍ଦାର ନିର୍ଦ୍ଦେଶକ ଡକ୍ଟର ଶ୍ରୀବତ୍ସ ମହାନ୍ତିଙ୍କୁ ମାନପତ୍ର ସହ ଆର୍ଥିକ ରାଶି 7,000 ଟଙ୍କା ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। 7 ତାରିଖଠାରୁ 16 ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ 10ଟି ଜିଲ୍ଲାରୁ 10ଟି ନାଟକ ମଣ୍ଡଳୀ ଆସି ନାଟକ ପ୍ରଦର୍ଶନ କରିବେ। ଶେଷ ଦିନ ଅର୍ଥାତ୍ 17 ତାରିଖ ଦିନ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯିବ। ଯେଉଁ ଜିଲ୍ଲାର ନାଟକ ମଣ୍ଡଳୀ ନାଟକ ପରିବେଷଣ କରିବେ ସେମାନଙ୍କ ଉପସ୍ଥାନ ପାଇଁ ନାଟକ ନିର୍ଦ୍ଦେଶକଙ୍କୁ 7,000 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ ଯେଉଁ ଦଳ ଶ୍ରେଷ୍ଠ ନାଟକ ପ୍ରଦର୍ଶନ କରିବେ ସେମାନଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ଆର୍ଥିକ ରାଶି 15,000, ଦ୍ୱିତୀୟ ସ୍ଥାନରେ ଥିବା ଦଳକୁ 10,000 ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ 7,000 ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ସଭାପତି ସୂଚନା ପ୍ରଦାନ କରିଛନ୍ତି। ତୃତୀୟ ଦିନରେ ପରିବେଷଣ କରାଯାଇଛି ନାଟକ ମଧୁଛନ୍ଦା, ଯାହାର ସାରାଂଶ ରହିଥିଲା ବେଶ୍ୟା ଦ୍ୱାରର ମାଟି ବିନା ଶୁଭ କାର୍ଯ୍ୟ ଅସମ୍ପୂର୍ଣ୍ଣ ବୋଲି ପଣ୍ଡିତମାନଙ୍କର ବିଧାନ, ଅଥଚ ବେଶ୍ୟାର ଛାୟାସ୍ପର୍ଶରେ ଅଶୁଚି ହୁଏ ବୋଲି ସମାଜବାଦୀମାନଙ୍କର ବିଶ୍ୱାସ। ଚିନ୍ତାମଣିର ମୋହନୀୟ ରୂପ ମାଧୁର୍ଯ୍ୟରେ ଆକର୍ଷିତ ହୋଇ ପ୍ରେମ ବନ୍ଧନରେ ବାନ୍ଧି ହୁଏ ବ୍ରାହ୍ମଣ ଯୁବକ ବିଲ୍ୱ ମଙ୍ଗଳ। ନିଜ ଆକର୍ଷଣୀୟ ରୂପ ମାଧୁର୍ଯ୍ୟରେ ଅନେକ ପୁରୁଷଙ୍କର ମନୋରଞ୍ଜନ କରୁଥିବା ଚିନ୍ତାମଣିର କୋମଳ ହୃଦୟରେ କିନ୍ତୁ ଥିଲା ବିଲ୍ୱ ମଙ୍ଗଳ ପାଇଁ ଅନାବିଳ ପ୍ରେମ। ହେଲେ ସମାଜବାଦୀମାନଙ୍କ ଦ୍ୱାରା ସ୍ୱୀକୃତି ମିଳେନି ଚିନ୍ତାମଣି ଏବଂ ବିଲ୍ୱ ମଙ୍ଗଳଙ୍କର ପ୍ରେମକୁ। ବିଲ୍ୱ ମଙ୍ଗଳଙ୍କୁ ବ୍ରାହ୍ମଣ ଶାସନରୁ ନିଷ୍କାସିତ କରାଯାଏ। ହେଲେ ବାସ୍ତବରେ ପ୍ରେମକୁ କ'ଣ ଜାତି, ଧର୍ମ, ବର୍ଣ୍ଣ, ମର୍ଯ୍ୟାଦାର କଷଟି ପଥରରେ ପରଖ ଦେଖିବାକୁ ପଡ଼େ? ବ୍ରାହ୍ମଣ ସମାଜ ଶ୍ରେଷ୍ଠ ଆସନର ଅଧିକାରୀ। ଦେବତାର ପୂଜକ ହେଲେ ଶୂଦ୍ର କ'ଣ ସେବା କରିପାରେ ନା? ଚିନ୍ତାମଣି କ'ଣ ପାଇପାରନ୍ତି ତାଙ୍କ ଶାଶ୍ୱତ ପ୍ରେମକୁ? ହେଲେ ବିଲ୍ୱ ମଙ୍ଗଳଙ୍କ କାମାତୁର ଆଖିଦ୍ୱୟ କ'ଣ ଜାଗ୍ରତ କରିପାରିବ ତାଙ୍କ ଅନ୍ତର୍ଦୃଷ୍ଟିକୁ? ସେ କ'ଣ ପାଇଛନ୍ତି ତାଙ୍କ ପରମ ପ୍ରେମ ଚିନ୍ତାମଣିଙ୍କୁ? ଏହି ସବୁ ପ୍ରଶ୍ନ ଏବଂ ତାର ଉତ୍ତରକୁ ନେଇ ଗତିଶୀଳ ନାଟକ ମଧୁଛନ୍ଦା। ଏହାକୁ ରଚନା କରିଛନ୍ତି କାର୍ତ୍ତିକ କୁମାର ଘୋଷ, ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀବତ୍ସ ମହାନ୍ତି, ମଞ୍ଚ ପରିଚାଳନା କରିଥିଲେ ଅଭିନେତା ସମୀର ଶତପଥୀ ଓ ଶେଷରେ ଅନୁଷ୍ଠାନର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।